ସବୁ ନିର୍ଦ୍ଦେଶକ ଚେଷ୍ଟା କରନ୍ତି ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବା ପାଇଁ। ତାହା ମଧ୍ୟ ମୋର ପ୍ରୟାସ ରହିବ। କହିଦେବିନି ଯେ ନାଟକ ହିଟ୍, କାହିଁକି ନା ନାଟକ ଯେଉଁମାନେ କହୁଛନ୍ତି ଆମର ଚାରିଟା ନାଟକ ହିଟ୍, ଆମ ପାଟିରେ ଚାରିଟା ହେଇଛି, ଚାରିଟା ହିଟ୍, ଯେଉଁଥିପାଇଁ ଦର୍ଶକଙ୍କ ସଂଖ୍ୟା କମୁଛି। ପ୍ରକୃତରେ ଚାରିଟାକୁ ଚାରିଟା ହିଟ୍ କେମିତି ହବ? ବଡ଼ ଭାଇ, ସାନ ଭାଇ, ମଝିଆ ଭାଇ ଏସବୁ ଅଛି ନା। ସେ ମୁଁ ତୁଷାରକାନ୍ତ ପଟ୍ଟନାୟକ। ଆଜି ନାଟକ ତାଙ୍କର ପୂଜା ହେଇଛି ଦାଉଦ, ନାଟ୍ୟକାର ହଉଛନ୍ତି ଲିଲି ଦାସ। ସବୁ ସବୁ ନିର୍ଦ୍ଦେଶକ ଚେଷ୍ଟା କରନ୍ତି ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବା ପାଇଁ। ତାହା ମଧ୍ୟ ମୋର ପ୍ରୟାସ ରହିବ। କହିଦେବିନି ଯେ ନାଟକ ହିଟ୍, କାହିଁକି ନା ନାଟକ ଯେଉଁମାନେ କହୁଛନ୍ତି ଆମର ଚାରିଟା ନାଟକ ହିଟ୍, ଆମ ପାଟିରେ ଚାରିଟା ହେଇଛି, ଚାରିଟା ହିଟ୍, ଯେଉଁଥିପାଇଁ ଦର୍ଶକଙ୍କ ସଂଖ୍ୟା କମୁଛି। ପ୍ରକୃତରେ ଚାରିଟାକୁ ଚାରିଟା ହିଟ୍ କେମିତି ହବ? ବଡ଼ ଭାଇ, ସାନ ଭାଇ, ମଝିଆ ଭାଇ ଏସବୁ ଅଛି ନା। ସେମିତି ନାଟକ ଭିତରେ ଗୋଟେ ଭଲ ହବ, ଗୋଟେ କମ ରହିବ, ସେମିତି କହିହବନି। କେତେବେଳେ କୋଉଟା ଭଲ ଲୋକ ଦର୍ଶକ ଗ୍ରହଣ କରିବେ କହିହବନି। ଗୋଟେ ଗୋଟେ ଭଲ ନାଟକ ବେଳେ ବେଳେ ବି ପଛକୁ ରହିଯାଏ। କହନ୍ତିନି ବେଳେ ବେଳେ ଭଲ ଷ୍ଟୁଡେଣ୍ଟ ବି ଚାକିରି ପାଏନି, ସେମିତି ଭଲ ଭଲ ନାଟକ ବି ବେଳେ ବେଳେ ବଳି ପଡ଼ିଯାଏ। ତେଣୁ କହିହବନି କୋଉ ନାଟକ ଦର୍ଶକ ଗ୍ରହଣ କରିବେ, କିନ୍ତୁ ଦର୍ଶକ ଯାହା ଗ୍ରହଣ କରିବେ ତାହା ହିଁ ବେଷ୍ଟ। ଆଉ ଏଥିରେ କିଛି ଦ୍ୱିତୀୟ ମତ ନାହିଁ। ଯଦି ଦର୍ଶକ ଦେଖୁନାହାନ୍ତି, ଆମେ ଯେତେ କ୍ରିଏଟିଭିଟି କଲେ ସବୁ ଭୁଲ, ସବୁ ମିଛ। ଦର୍ଶକଙ୍କୁ ଯାହା ଦରକାର ଆଗେ ତାହା ବୁଝିବା ଦରକାର। ତେବେ ଯାଇ ନାଟକକୁ ଯଦି ସେଇ ଢଙ୍ଗରେ ପରିବେଷଣ ହବ। ଅବଶ୍ୟ ନିର୍ଦ୍ଦେଶକ ହିସାବରେ ମୁଁ ଚେଷ୍ଟା କରିବି ମୋ ନାଟକରେ ଆଉ କିଛି ନୂଆ କରିବା ପାଇଁ। ସବୁ ନିର୍ଦ୍ଦେଶକ ଯାହା ଚାହାନ୍ତି, ତା ଭିତରେ କିଏ ସଫଳ ହୁଅନ୍ତି, କିଏ ଅସଫଳ ହୁଅନ୍ତି, କିନ୍ତୁ ମତେ ଲାଗୁନି ଯେ ମୁଁ ଅସଫଳ ହେବି। ତଥାପି ଯେତେବେଳେ ଭଗବାନ ନ ଚାହିଁବେ, କେତେ କେତେ ରଥୀ ମଧ୍ୟ ଅସଫଳ ହେଇଯାଇଛନ୍ତି। ଭଗବାନ ମୋ ପ୍ରତି ଆଶୀର୍ବାଦ ରଖନ୍ତୁ, ମାଙ୍କ ଆଶୀର୍ବାଦ ଥାଉ, ଏ ନାଟକଟି ମୋର ସଫଳ ହଉ। ଏହା କହିବି ଯେ ନାଟକ ଫାଇନାଲ ବିଜିଏମ୍ ଯେଉଁଦିନ ହବ, ଫାଇନାଲ ସେଦିନ ଆସନ୍ତୁ, ନାଟକ ଦେଖନ୍ତୁ। ମୋର ବିଶ୍ୱାସ ସେଦିନ କୌଣସି କମିଟି ମେମ୍ବର ଫେରିକି ଯିବେନି, ନାଟକ ନିଶ୍ଚିତ ଭାବରେ ବୁକିଂ କରିବେ।